ଏମିତି ଅଜଣା ଚାଳ ଭାତ ଖାଉଛୁ ଜାଣିପାରିଲୁନି ବାହାରି ଗଲୁ କଣ କାମ ସେ କାମ ଫାମ ମତେ ଦେଖା ଶୀଘ୍ର ଆସି ଘରେ ପହଞ୍ଚ 5 ମିନିଟ୍ ଭିତରେ ହଇରେ ବେଲଜିଆ ତ 5 ମିନିଟ୍ କେମିତି ଆଜି ଚୁପ୍ ଶୀଘ୍ର ଆସି ଘରେ ପହଞ୍ଚ ରହ ଗୋଟାକୁ ବାହା ହେଲା ସିଏ ମନ ମାନିଲାନି ତାକୁ ଘରୁ ବାହାର କରିଦେଲା ଆଉ ଗୋଟାଏ ଯୋଉ ଅପୂର୍ବ ଝିଅକୁ ବାହା ହେଇଛି ଛାଡ଼ ଛାଡ଼ ମଣିଷ ମରିଗଲେ ସବୁ ଝାମେଲାରୁ ମୁକ୍ତି ମିଳିଯାଆନ୍ତା ଦେଖିଲ ଏତେ ସୁନ୍ଦର ହେଇନି ସେ ସୁନ୍ଦର ଅସୁନ୍ଦରରୁ ମତେ କଣ ମିଳିବ ବା ହଇଲୋ ଏମିତି କଣ କରିଦଉଛୁ ବା ଡ୍ରେସ୍ କଣ ପାଇଁ ପିନ୍ଧିଛୁ ଶୁଭପୁରା ମତେ ଫୋନରେ କହିଲା ସାଙ୍ଗେ ସାଙ୍ଗେ ଆସି ପହଞ୍ଚିବ ବୋଲି ତୁ ସାବିତ୍ରୀ ପୂଜା କରିବୁନି କି କରିବି ତ ସେଇଥିପାଇଁ ତ ଦାମୀ ଡ୍ରେସ୍ ବାପା ପଠେଇଛନ୍ତି ଆଉ କହୁଥିଲେ 20,000 ଟଙ୍କା ଦେଇ କିଣିଛନ୍ତି ସେ ଟଙ୍କା ପଇସାରେ ମତେ କଣ ମିଳିବ ହାଇଲା ଏ ରଙ୍ଗେଇ ସବୁବେଳେ ଡ୍ରେସ୍ ପିନ୍ଧୁଛୁ ବୋଲି ସାବିତ୍ରୀ ପୂଜା ଭଳି ଏଡ ବଡ ଦିନରେ ତୁ ଏ ଚକମକ ଡ୍ରେସ୍ ପିନ୍ଧିବୁ ମଲା ମର ଏଟାକୁ କହିକି ଲାଭ କଣ ସେ ସବୁଦିନ କେମିତିକା ବୁଦ୍ଧି କେଜାଣି ସାବିତ୍ରୀ ପୂଜା ପାଇଁ ଶାଢୀ ନ ପଠାଇ ଡ୍ରେସ୍ ପଠେଇ ଦେଇଛନ୍ତି ମୁଁ ତ ଶାଢୀ ପିନ୍ଧେନି କି ମତେ ପିନ୍ଧି ଆସେନି ବାପା କଣ ପାଇଁ ଶାଢୀ ପଠେଇଥାନ୍ତି ତ ଛଡା ବାହାଘର ଆଉ ବାସର এই 2 ଦିନ 2 ଖଣ୍ଡ ଶାଢୀ ପିନ୍ଧିବା ପାଇଁ ମୁଁ କେତେ ନାକେଦ ହେଇଛି ତମେ କଣ ଦେଖିନ କି ଦେଖିଛି କି क्या बोली तो कौन जीवन सारा एंत ड्रेस पिंधिबो हइलो साड़ी पिंधा पुनी शिखिबो कि नहीं ଶିଖିବା କଣ ନିହାତି ଦରକାର केमिति दरकार नुह हइलो केमिति दरकार नुह बा तो ऊपर मो घर कुळ बहु ବୋଲି ଶାଢୀ ପିନ୍ଧିବା କଣ ବାଧ୍ୟ ବୋଉ ମାନେ ମନରେ ଓଢଣା ଦିଅନ୍ତି ଏକଥା ମୁଁ ଜାଣିଛି अटोर खाई ମୁଁ ବି ମନରେ ଓଢଣା ଦେବି केबे ହେଲେ ଶାଢୀ ଡ୍ରେସ୍ ଭିତରେ ଫରକ କଣ ଯେ ଯାର ଯୋଉଟା ଇଚ୍ଛା ସେ ସେଇଟା ପିନ୍ଧିବ ता बोली सावित्री पूजा भଳି ଦିନରେ ତୁ ଡ୍ରେସ୍ ପିନ୍ଧିବୁ ଅସୁବିଧା କଣ ଯେ एहे ड्रेस पिंधि सावित्री पूजा निहाती असंगत कथा ମୁଁ କିନ୍ତୁ ଏକୁ ଅସଙ୍ଗତ ମନେ କରେନି ତ ସେଟା ପୂଜା ମୋର ମୁଁ କଣ ପିନ୍ଧିବି ନ ପିନ୍ଧିବି ସେଟା ତମେ କାଇଁ ମୁଣ୍ଡ ପୁରଉଛ କଣ ହେଇଛି କିଏ କାହା କଥାରେ ମୁଣ୍ଡ ପୁରଉଛି ଦେଖ जो अपूर्व माई पटी आनिचु कहूची सावित्री पूजा ड्रेस पिंधि करिवो ବୋଉ ତତେ ମୁଁ କଣ କହିବି ମୁଁ ନିଜେ ବି ଜାଣି ପାରୁନି तू काचखिया मते कोन कहबा ହ୍ୟାଲୋ ବୋଉ ଯୁଗ ଯାଇ କୋଉଠି ପହଞ୍ଚିଲାଣି ତୁ ଯୋଉଠି ଥିଲୁ ସେଇଠି ଅଛୁ କଣ ତମ ବେଳେ ଡ୍ରେସର ପ୍ରଚଳନ ନଥିଲା ଶାଢୀ ଚାଲିଥିଲା ତେଣୁ ଝିଅ ପିଲାମାନେ ସ୍ତ୍ରୀ ଲୋକମାନେ ସବୁବେଳେ ସେଇ ଶାଢୀ ପିନ୍ଧନ୍ତି ରାଇଟ୍ ଏବେ ଏବେ ପୁରା ଡ୍ରେସ ଚାଲିଲାଣି ତା ଛଡା ମୋ ସ୍ତ୍ରୀ ତ ଡ୍ରେସ ପିନ୍ଧି ବାହା ହେଇ ପଇଲା ଆଉ ସାବିତ୍ରୀ ବ୍ରତ କରିଦବ କଣ ବାବା ତ ସୁଧ ହେଇଯିବ ମତେ ଟିକେ ବୁଝେଇ ଓ ରାଇଟ୍ ना 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 तते कोन मु बुझेइबी तू जो बुझा मते बुझेइलु मैं कदम घर धरी गली तो माई पर ड्रेस पिंधि पूजा कर कि किछि न पिंधि पूजा करू मोर जाय केते आसे केते बा हइल हे राइटी अरे बोऊ काई से छोड़ा संगे से छोड़ा तू पुराटा हां तोर तो बुझाई पर न थले छुआटा हइल पूजा थाली निजे सजड़ी के आनिबु नगादु को कहबी सजड़ी के आनी तो हाथ रे धरै दबो ଅଗାଧୁ ଘରେ ଅଛି ଟି हां से कोड जीवो ଅଗାଧୁ ତ ଘରେ ଅଛି ଅଗାଧୁ କେହି ହାତରେ ଅପରିଷ୍କାର ए देखलो माई पे देखो ना कंच काढिछि बेक पूजा थाली सजड़ी ले या माई पहात अपरिष्कार हे जाउछि हाथ माई पावल करा रे ए बोऊ भूल that's like it good ବ୍ୟସ୍ତ नहीं ବ୍ୟସ୍ତ କଥା କଣ କି ମୋ ବୋଉ ଟିକେ ପୁରୁଣା କାଳିଆ ମଣିଷ ତା ଛଡା ଆମ ସାଙ୍ଗରେ ରହିଲେ ତାର ସବୁ ଅଭ୍ୟାସ ହେଇଯିବ ଡରିବାର କିଛି ହଁ ଯେ ସୁନିଲ ତ ଏ ସାବିତ୍ରୀ ପୂଜା କଣ କେମିତି ହୁଏ ଓ କାହିଁକି ହୁଏ ଆମେ କେମିତି ପଚାରିଲେ ମୁଁ ଆଗରୁ କରିଛି ନା କଣ ଆରେ ଏ ବିଷୟରେ ମତେ ପଚାରିଲେ ମୁଁ କେମିତି କହିବି ଏଇଟା ହଉଛି ଗୋଟେ ପୁରୁଣା ପରମ୍ପରା ସମସ୍ତେ କରନ୍ତି ସେଇଥିପାଇଁ ଆମେ କରିବା ଆଉ କିଛି ନୁହଁ ମୋ ଜୀବନ କେମିତି କରିବା କେମିତି କରିବା କେମିତି କରିବା बाबू कहीं बसई दब मथार चंदन टबा लगई दब अरुआ चढ़ाऊ छुरा फूल बाबू को ऊपर पकई दब फूल माल बेकेरे पिंधई दब दीप टिके बुलेई के प्रणाम करिवो कदली भोग
କଦଳୀ ଖୁଆଇଦବ ଆଉ ଅବଶିଷ୍ଟ ଅଇଁଠା କଦଳୀ ତମେ ଖାଇଦବ ବାସ୍ ଏଇ ହେଲା ସାବିତ୍ରୀଙ୍କର ସତ୍ୟବାନ ପୂଜା ତାହାତି ସତ୍ୟବାନ ମାନେ ସ୍ୱାମୀଙ୍କର ପୂଜା ଆକୁ ସାବିତ୍ରୀ ପୂଜା କାହିଁ କହୁଛନ୍ତି ମୁଁ ତ କାହିଁ କିଛି ବୁଝିପାରୁନି ଶୁଭେନ୍ଦୁ ନାଇଁ ନାଇଁ ବାବା ସାବିତ୍ରୀ ପୂଜା ନୁହଁ ସାବିତ୍ରୀ ବ୍ରତ ବା ଓଷା ସାବିତ୍ରୀ ହଉଛନ୍ତି ପତ୍ନୀ ପତ୍ନୀ ମାନେ ସ୍ୱାମୀଙ୍କୁ ପୂଜା କରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରେ ନିଜର ଶଙ୍ଖା ସିନ୍ଦୁର ମରିବା ପର୍ଯ୍ୟନ୍ତ ଅତୁଟ ରହିବାର ଆଶୀର୍ବାଦ କାମନା କରନ୍ତି अरे निहाती फालतू करू मला शुभेंदु अरे बंचिया मरिया कोण मनीष हाତରେ ଥାଏ ଯେ କି ଆଶୀର୍ବାଦ ଦବ ନା ବାବା ନା ଏ फालतू କାମ ମୁଁ କରି ପାରିବିନି ମୁଁ ଯାଏ ହେଲା ଠିକ ଅଛି ଯଦି ତମକୁ ଏସବୁ ଫାଲତୁ କାମ ଭଳି ଲାଗୁଛି କରିବା ଦରକାର ନାହିଁ ସେମିତିରେ ମୋର ବି ଏସବୁ କିଛି ଇଣ୍ଟରେଷ୍ଟ ନାହିଁ ବୁଝିଲେ ଏ शुभेंदु ଏ କଣ ତମ ପ୍ରଥମ ସ୍ତ୍ରୀ ତମକୁ ଯେମିତି ପୂଜା କରିଥିବି ହଁ ହଁ ସେ ବୋଉମା ଭିତରେ କରିଥିଲେ କୋଉ ଆଉ ବେଶୀ ଦିନ ରହିଲେ ଯେ କରିଥାନ୍ତେ ତମେ ତ ସେ ପୂଜା ତାଙ୍କୁ ଆଶୀର୍ବାଦ ଦେଇଥିବ शुभेंदୁ ହଁ ହଁ ଦେଇଥିଲି ତାହେଲେ ତମ ଆଶୀର୍ବାଦ ତାଙ୍କ ପାଇଁ ଅଭିଶାପ ହେଇଗଲା କେମିତି କଣ ପାଇଁ ହାତରୁ ଶଙ୍ଖା ଖୋଲି ମଥାରୁ ସିନ୍ଦୁର ପୋଛି ସ୍ୱାମୀ ପରିତ୍ୟକ୍ତ ଆସି ଘରୁ ବାହାରେ ଗଲେ ଏଇ ଦେଖ ମୁଁ ଭାବିଲି ବୋଉମା କିଛି ଜାଣିନାହାନ୍ତି ଇଏ ତ ଅସଲ ମଞ୍ଜି କଠା ଦଳକୁ ଧରି ନେଇଛନ୍ତି ମୋ ମତରେ ପୂଜାଟାକୁ ଓଲଟା କରିଦେବା शुभेंदु କଣ ଓଲଟା କରିଦେବା ପୂଜାକୁ ଓଲଟା କରିବୁ ଆରେ ବୁଝିପାରୁନ କଣ ମୁଁ କଣ କହୁଛୁ? ସାବିତ୍ରୀ ପୂଜାରେ ସାବିତ୍ରୀ ସତ୍ୟବାନଙ୍କ ପୂଜା କରିବେନି ଆଉ ବରଂ ସତ୍ୟବାନ ସାବିତ୍ରୀଙ୍କୁ ପୂଜା କରିବେ ତମ ମୁଣ୍ଡ କାମ କରୁଛି ନା ମୋ ମତରେ ଏମିତି ହେଲେ ଆମ ଦାମ୍ପତ୍ୟ ଜୀବନ ବହୁତ ସୁଖମୟ ନା ନାଇଁ ମ ଆମ ଦାମ୍ପତ୍ୟ ଜୀବନ ସୁଖମୟ ହେବ ବୋଲି ତମକୁ ପୂଜା କରିବି ମୁଁ ସେଇଆ କଣ ସେଇଆ ତମକୁ ପ୍ରଣାମ କରିବି ମୁଁ ହଁ ମୋର ପ୍ରେମକୁ ଓଲଟି ଯିବ ନା କଣ ପତ୍ନୀ ମାନେ ସବୁବେଳେ ସ୍ୱାମୀ ମାନଙ୍କୁ ପ୍ରଣାମ କରନ୍ତି ଏ ଗୋଟିଏ ଦିନ ପାଇଁ ସାବିତ୍ରୀ ପୂଜାରେ ସ୍ୱାମୀ ସ୍ତ୍ରୀ କି ପ୍ରଣାମ କରି ଆଶୀର୍ବାଦ ନବ ଅସୁବିଧା କଣ ତମେ ତ ମମିଟା ଖାଇବି କିନ୍ତୁ ମୋର ଘୋଡ଼ା ଲାଗିବ କି ହେ ପୁରା ଆମ ଏଇଟା ସବୁବେଳେ ଖାଉଛି ଏ ମତେ ତ ଖରାପ ଲାଗୁନି ସେମିତି ନିଜ ପତ୍ନୀକୁ ଆଜି ଦେବୀ ଆସନରେ ବସେଇ ପୂଜା କରିବ ଦେବୀଙ୍କର ଅଳିଚା ଖାଇ ନିଜକୁ ଧନ୍ୟ ମନେ କରିବ ଅସୁବିଧା କଣ ଆରେ ସାବିତ୍ରୀ ପୂଜାରେ ସାବିତ୍ରୀକୁ ପୂଜା କରିବା କଥା ନା शुभेंदु ଆରେ ସତ୍ୟ ତ ଇଏ ସବୁ କଥା ମୋ ମୁଣ୍ଡରେ ପଶି ନଥିଲା ତାମାନେ ଏମିତି ଗୋଟେ ନୂଆ ଟାଇପର ପୂଜା ଆଜି ହବ ଚାଲୁ शुभेंदु ତମେ କିଛି କହୁନ କଣ ଯେ କାଇଁ ସ୍ତ୍ରୀ କି ପୂଜା କଲେ ତମ ସ୍ୱାମୀ ପଣିଆଟା ତଳକୁ ହେଇଯିବ ବୋଲି ଭାବୁଛ କି ଆରେ ନାଇଁ ମୁଁ ସେମିତି କିଛି ଭାବୁନି କଥା କଣ କି ଏସବୁ ଦେଖିଲେ ବୋଉ କଣ ଭାବିବ ମୁଁ ସେଇ ଚିନ୍ତାରେ ଅଛି ଆଉ କିଛି ଓ ତାଙ୍କ ଭାବରେ ଆମର କଣ ଅଛି କହିଲ କଣ ଅଜବ କି ମଣିଷ ତମେ କିଛି ଜାଣିନ କି ତମେ କଣ ହେଇଥିବ ଆରେ ଏଇଟା ସ୍ୱାମୀ ସ୍ତ୍ରୀ ଭିତର କଥା ସ୍ତ୍ରୀ ବୁଝିତା ତା ସ୍ୱାମୀକୁ ତାହେଲେ ସ୍ୱାମୀ ବୁଝିବ ସ୍ତ୍ରୀକୁ ମୋ ମତରେ ତମେ ଯଦି ଏତିକି କରିପାରନ୍ତ ତାହେଲେ ତମ ଭିତରେ ଥିବା ପୁରୁଷ ପଣିଆର ଅହଙ୍କାରଟା ସବୁ ଲୋପ ପାଇଯାଆନ୍ତା ଆଉ ଆମେ ସାରା ଜୀବନ ଖୁସିରେ ସଂସାର କରନ୍ତେ ଆଉ ତମେ ଯଦି ଏତିକି ନ କରିପାରିବ ତାହେଲେ ମୋ ମନେ ହବ ତମେ ତମ ପତ୍ନୀକୁ ସାରା ଜୀବନ ଦୟା ଅନୁଗ୍ରହରେ ବଞ୍ଚି ରହିବାକୁ ଇଚ୍ଛା କର ତମେ ତମ ସ୍ତ୍ରୀକୁ ପଦ ତଳ ଦାସୀ ମନୋଭାବ ନେଇ ପୁଣ୍ୟ ବ୍ୟବହାର କର ତମ ପାଇଁ ସ୍ତ୍ରୀ ଅର୍ଦ୍ଧାଙ୍ଗିନୀ ନୁହଁ ବରଂ ଗୃହପାଳିତ ଏକ ଚାକରାଣୀ ଏଗୁରା କିଛି ଚିନ୍ତାଧାରା ତମ ସେମିତି କଥା ମନରେ ମୋର କିଛି ଆଣିନି ନାଇଁ ତ ନାଇଁ ତ ପୂଜା କରିବାକୁ ରାଜି ହେଇଯିବ ଏତେ ବାହାନା କଣ ପାଇଁ କରୁଛ ତମେ ହଉ ହେଲା ମୁଁ ପୂଜା କରିବାକୁ ରାଜି ହେଲା ଆସ ଆସ ଆରେ କଣ ଡାକୁଛି ଶୁଭୁ ନା କଣ ନା କହିଲି ଆସ ଆସ ସେଠି ବସିବ ପୂଜା କଣ ସାରିବା ଆସ ଏ ଅଗଦୁ ଆଜ୍ଞା ସେ ଆଗେଟା ଜଗିନା କଥା କୋଉଠି ପହଞ୍ଚିଲାଣି ଆଣ ପୂଜା ସାରି ପୂଜା କଣ ସାରିବା ଆଉ କଣ ନା ମୁଁ ସେମିତି ଏବେ ବି ଯେ ବସି ପଡିବି ଆଉ କଣ ଭଲ କହୁଥିଲୁ ତମେ ଗୋଟେ ଆଦର କରି ନେଲେ ମୁଁ ଯିବି ନା ଆଉ ନା କଣ କହିଲୁ ବୋଉମା ବାବାଣୀ ଦେଖିବ ସବୁ ଶୁଭେ ନୂଆ ପ୍ରକାର ସାବିତ୍ରୀ ଏ ବୋଉ କାଟେ କାଇଁ ବୋଉଙ୍କ ଆଗରେ ପୂଜା କରିବାକୁ ତମକୁ କଣ ଲାଜ ଲାଗିବ କି ଆରେ ନାଇଁ ଲାଜ କାହିଁକି ଲାଗିବ ବୋଉ ଦେଖିଲା ପରେ ଗଜର ଗଜର ହବ ସମ୍ଭାଳିବ ମତେ ମତେ କିନ୍ତୁ ବହୁତ ମଜା ଲାଗିବ ତା ନହେଲେ ଗୋଟେ ନୂଆ ଘଟଣା ଦେଖିବାକୁ ବୋଉ ଆମର ବଞ୍ଚିତ ହେଇଯିବେ ଅଗଦୁ କଣ ପାଇଁ ଡାକ ପକେଇଲୁ ବାବୁଣୀର ଆଉ କିଛି କାମ ନାହିଁ ଖାଲି ତମରି ମାନଙ୍କ କଥା ବୁଝୁଥିବ ତମରି ପୂଜା ଥାଳି କଣ ସେମିତି ଥୁଆ ହେଇଛି ଏପର୍ଯ୍ୟନ୍ତ ପୂଜା କର୍ମ ନ ସାରି ସେଟା କଣ ସିଆଡେ ନେଇଛି ଏଟା କଣ ଇଆଡେ ନେଇଛି କିରେ ଅଗାଧୁ ତାଙ୍କର କଣ ହେଇଛି କିରେ ପୂଜା କେମିତି ହବ କେମିତି ହବ ମାନେ କିଏ ପୂଜା କରିବ ଆଉ କିଏ ପୂଜା ହେବେ
ସେ କଥା ପରା ଏବେ ସ୍ଥିର ହେଲା। କହିଲା ମୋର ସ୍ଥିର କଣ କରୁଛ ବା? ବହୁ ପୂଜା କରିବ ତା ସ୍ୱାମୀକୁ, ବହୁ କଣ କଥା ଜାଣିବି ଯେ ବସିକିରି ସ୍ଥିର କରୁଛ। ମୁଁ ତ କରିନି, ମୁଁ ଜାଣିବି କେମିତି? ବାପ ଘରେ 2-4 ଥର କଲୁନି? ମୁଁ ଖାଲି ଶୁଣିଛି। କଣ ସେ ଶୁଣିବାକୁ ନେଇ ଆମେ ଅନୁମାନ କଲୁ ଯେ ସାବିତ୍ରୀ ପୂଜା ହୁଏ କାହିଁକି। ଆମେ ଯା ଅନୁମାନ କଲୁ ପୂଜାଟାକୁ ଓଲଟା କରିଦେବୁ ବୋଲି ସ୍ଥିର କଲୁ। ଓଲଟା କରିଦବ ମାନେ? ଓ ସାବିତ୍ରୀ କରିବେନି ସତ୍ୟବାନଙ୍କ ପୂଜା, ସତ୍ୟବାନ କରିବେ ସାବିତ୍ରୀଙ୍କ ପୂଜା। ମାନେ ମୋ ସ୍ୱାମୀ ମତେ ପୂଜା କରି ଆଶୀର୍ବାଦ ନେବେ। ବେଶୀ ପାଠ ସାଠ ପଢି ଏମାନଙ୍କର ହେତୁ ବୁଡିଗଲାଣି ନା କଣ? ତା ନହେଲେ ଏମିତି ବିକୃତ ଚିନ୍ତା ତମ ମାନଙ୍କ ମୁଣ୍ଡରେ ପଶୁଛି କେମିତି? ନାଇଁ ବୋହୁ, ଏଇଟା ବିକୃତ ଚିନ୍ତାଧାରା ନୁହଁ, ଆଉ ବରଂ ଆଗରୁ ଯାହା ଘଟି ଯାଇଥିଲା ତ ହଉଛି ବିକୃତ। ଆଲୋ ତୁ କେମିତି ଏମିତି ଅଲଜ୍ଜା କଥା କହୁଛୁ ବା? ଆଜି ପରା ତୁ ତୋ ସ୍ୱାମୀକି ପୂଜା କରି ତାର ଦୀର୍ଘାୟୁ କାମନା କରିବା ସହିତ ତୋ ଅହିଷ୍ଠଲକ୍ଷଣୀ ହବାର ଆଶୀର୍ବାଦ ନବୁ। ଆଚ୍ଛା ବୋଉ, ମତେ ଗୋଟେ କଥା କହିଲୁ, ତୁ ତ ତୋ ଜୀବନ ଅନେକ ଥର ସାବିତ୍ରୀ ବ୍ରତ କରିଥିଲୁ, ତାହେଲେ ତ ଅହିଷ୍ଠଲକ୍ଷଣୀ ନାହିଁ ତ ପରିସ୍ଥିତି ଏମିତି କାହିଁକି? ଶୁଭ କଣ ମୋ ହାର୍ଟକୁ ଟଚ୍ କଲା ଭଳିଆ କଥା କର। ଆଲୋ ବୋଉ, ତ ହାର୍ଟକୁ ଟଚ୍ କଲା ଭଳିଆ ମୁଁ କିଛି କହିନି, ଆଉ କଣ କହିଲା? ବାସ୍ ପରିସ୍ଥିତିକି ନେଇକି ଉଦାହରଣ ଦେଲି, ଆଉ କିଛି ନୁହଁ। ଦେଖୁନୁ, ଯଦି ସେମିତି ପୂଜାରେ କିଛି ମାନେ ନାହିଁ, ଗଲା ଆମେ ପୂଜାଟାକୁ ଓଲଟେଇ ଦେବୁ, ଅସୁବିଧା କଣ? ଚିନ୍ତା ମତେ କଣ ଓଲଟେଇ ଦେବୁ କହନି? ପୂଜା ମୁଁ ଜାଣି ପାରୁଛି ପୂଜା ତ ଭାଇ ଓଲଟଉଛୁ, ତୁ ଓଲଟେଇ ଦଉଛୁ। ତ ଭାଇ ଶାଢୀ ପିନ୍ଧିବନି, ଡ୍ରେସ୍ ପିନ୍ଧିବ। ତ ଭାଇ ତତେ ପୂଜା କରିବନି, ତୁ ପୂଜା କରିବୁ ମାଇ ପକୁ। ଇଏ କି ଯୁଗ ବା? ଇଏ କଣ ଏ ପିଲା ଗୁଡାକ ଏମିତି ପାଠଶାଠ ଇଏ କଣ ଏମିତି ହଉଛନ୍ତି? ଆମ ବେଳେ ତ ଏମିତି ନଥିଲା। ଅଗାଧୁ ଦାଣ୍ଡ ଗେଟ ଫେଟ ପକେଇଛି ନା ନାଇଁ? ଆଜି ପୂଜା ପର୍ବ ଦିନ ସବୁ ପଶି ଆସିବେ କୁଡି କୁଡି ହେଇକିରି। ଆରେ ମୁଁ ପାସ ଗୁଡାକ କିଛି ଜାଣିନି, କିଛି ଦେଖିପାରିବିନି, ତମେ ତମେ ଯାହା କରୁଛ କର। ଭଗବାନ ତ ରାଗିକିରି ଚାଲିଗଲେ, ମୁଁ ଆଉ କାହିଁ ରହିବି? ମୋ ବାଟରେ ମୁଁ ବି ଯାଉଛି। ତୁ କଣ କରିବି? କଣ କରିବୁ ମାନେ? ମୋର କାମ କଣ? ଆରେ ଆଜି ଯେତେବେଳେ ପରମ୍ପରା ଭାଙ୍ଗି ନୂଆ ଘଟଣାଟା ଘଟିବାକୁ ଯାଉଛି, କେହି ତ ଜଣେ ସାକ୍ଷୀ ରହିବା ନିହାତି ଦରକାର ନା। ହଉ ଆଜ୍ଞା। ତା ନହେଲେ ଘଟଣାର ଗୁରୁତ୍ୱ କଣ ରହିବ? ତମେ ବ୍ୟସ୍ତ ହଉନି ତ, ସବୁ ଆନବନ୍ଧନକୁ ଭାଙ୍ଗି ମୁଁ କେବଳ ଏତିକି ଚାହେଁ, ତମ ମଧୁର ସିନ୍ଦୁର ମନା ଯାଏ ଅତୁଟ ରହ। ଆସ, ତମକୁ ଦେବୀ ଆସନରେ ବସେଇ ଭକ୍ତ କରିବ ତମ ପାଇଁ ସାବିତ୍ରୀ ପୂଜା। Silver